ଆପଣ ଦେଖନ୍ତୁ ଦଣ୍ଡବତ ଆଜିକାଲି ଇଂରାଜୀ ଶବ୍ଦ କମେଣ୍ଟ ପରି ବ୍ୟବହାର କରାଯାଉଛି। କ'ଣ ତାଙ୍କୁ ଦଣ୍ଡବତ ହେଲୁ? ତ ଦଣ୍ଡବତଟା ଏତେ ମହାନ ଶବ୍ଦ, ଏତେ ତା'ର ଗୂଢ଼ତା ରହିଛି, ଆମେ କ'ଣ କଲେ ତାକୁ କମେଣ୍ଟ କଲେ। ଆପଣମାନେ ଶୁଣିଥିବେ, ପଢ଼ିଥିବେ ମଧ୍ୟ ସମସ୍ତେ, ଜ୍ଞାନୀ ଗୁଣୀ ବିଜ୍ଞ ପ୍ରାଜ୍ଞ ଫକୀରମୋହନ ସେନାପତିଙ୍କର ଗୋଟେ ଗପ ଥିଲା ଡାକମୁନ୍ସି। ଡାକମୁନ୍ସି ଗପରେ ପୁଅ ଚାକିରି କରିଛି, ବାପା ସେ ଯେଉଁ ଡାକ ଘରେ କ'ଣ କୁହାଯିବ ତାକୁ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଇଏ ଯେତେବେଳେ ଡାକ ମାଷ୍ଟର ହେଇଯାଇଛି, ସେ ବାପାଙ୍କୁ କେଉଁପରି ଭାବରେ ବ୍ୟବହାର କରିଛି। ଫକୀରମୋହନ ସେନାପତି ଯେଉଁ ଇଂରେଜୀ ଶିକ୍ଷାର ପ୍ରଚଳନ ହେଇଥିଲା, ସେହି ସମୟରେ ନୂଆ ନୂଆ ମାନସିକତା ପରିବର୍ତ୍ତନ ଆସିଲା।